ବ୍ୟାସଦେବ ବସି ଭାବୁଛନ୍ତି ସେଇ ସରସ୍ୱତୀ ନଦୀ କୂଳରେ ବସିକି। ଏହି ସମୟରେ ନାରଦ ଦେଖିଲେ ବ୍ୟାସଦେବ ବହୁତ ମନ ଦୁଃଖରେ ବସିଛନ୍ତି ଏବଂ ଦୁଃଖର କାରଣ ପଚାରିଲେ। ନା ମୋ ମନ ପରିତୃପ୍ତ ହଉନାହିଁ, କ'ଣ ପାଇଁ? ଏ କଳିଯୁଗ ଲୋକମାନେ ଏ କୌଣସି ଶାସ୍ତ୍ରକୁ ପଢ଼ିବେ ନାହିଁ। କହିଲେ ଆପଣ ଗୋଟେ କାମ କରନ୍ତୁ, ପ୍ରଥମେ ଭାଗବତ ଭଗବାନ ବ୍ରହ୍ମାକୁ କହିଲେ, ବ୍ରହ୍ମା ନାରଦକୁ କହିଲେ, ତାପରେ ବ୍ୟାସଦେବଙ୍କୁ ସେ ଭାଗବତ କହିଲେ। କହିଲେ ଏଥିରେ ପ୍ରଭୁଙ୍କର ତିନୋଟି ଜିନିଷ ରହିଛି। ନାମ କୀର୍ତ୍ତନ ରହିଛି, ଗୁଣ କୀର୍ତ୍ତନ ଅଛି, ଆଉ ଲୀଳା କୀର୍ତ୍ତନ ଅଛି। ତୁମେ ଏମିତି ଶାସ୍ତ୍ର ଭାଗବତକୁ ରଚନା କର, ମୁଁ ଯାହା ବ୍ରହ୍ମାଙ୍କ ଠାରୁ ଶୁଣିଥିଲି ତମକୁ କହୁଛି। ଏଇଥିରେ କଳିଯୁଗ ଲୋକମାନେ ଏଇ ଶାସ୍ତ୍ରକୁ ଅଧ୍ୟୟନ କରି ପାଠ କଲେ ସେମାନେ ଏଇ ଭବ ସଂସାର ସାଗରରୁ ମୁକ୍ତି ଓ ମୋକ୍ଷ ପାଇବେ।